ସିଂହଟିଏ ଜଙ୍ଗଲରେ ମନ ଦୁଃଖରେ ଯାଉଥିଲା ଓ ଭାବୁଥିଲା, ମୁଁ ଜଙ୍ଗଲର ରାଜା ଓ ସବୁଠାରୁ ବଳଶାଳୀ। ହେଲେ ମଧ୍ୟ ଜଙ୍ଗଲରେ ଅନ୍ୟ ପଶୁମାନେ ମୟୂରକୁ କାହିଁକି ପ୍ରଶଂସା କରୁଛନ୍ତି ଓ କହୁଛନ୍ତି ମୟୂର ଦେଖିବାକୁ ବହୁତ ସୁନ୍ଦର। ଏମିତି ମନ ଦୁଃଖରେ ଯାଉ ଯାଉ ବାଟରେ ହାତୀକୁ ଦେଖିଲା। ହାତୀ ମଧ୍ୟ ମନ ଦୁଃଖରେ ଆସୁଥାଏ। ପଚାରିଲା, ଗଜରାଜ, ଆପଣ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ମନ ଦୁଃଖରେ କାହିଁକି ଅଛନ୍ତି? ହାତୀ କହିଲା, ମହାରାଜ, ମୁଁ ଶକ୍ତିଶାଳୀ ହେଲେ ମଧ୍ୟ ସବୁଠାରୁ ଛୋଟ ଜୀବ ପିମ୍ପୁଡ଼ି ମଧ୍ୟ ମୋ କାନରେ ପଶିଲେ କଷ୍ଟରେ ମୁଁ ଛଟପଟ ହୋଇ ପାଗଳ ହୋଇଯାଉଛି। ଏହା ଶୁଣି ସିଂହ ଭାବିଲା, ମୁଁ ତୁଚ୍ଛାଟାରେ ଏପରି ଭାବୁଛି। ଯେତେ ଶକ୍ତିଶାଳୀ ଜୀବ ହେଲେ ମଧ୍ୟ ତାର କିଛି ନା କିଛି ଦୁର୍ବଳତା ଥାଏ। ଦର୍ଶକ ବନ୍ଧୁ, ଯଦି ମୋର ଭିଡ଼ିଓଟି ଭଲ ଲାଗିଛି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।